କିଛି ସମୟ ପର୍ଯ୍ୟନ୍ତ ମୁଁ ତାର ହରକତର ଅପେକ୍ଷା କରି ରହିଲି, କିନ୍ତୁ ଏମିତି ଲାଗୁଥିଲା ଯେମିତି ସେ ଗଭୀର ନିଦରେ ଶୋଇଛି। ତାପରେ ମୋ ଭିତରେ ଆହୁରି ଅଧିକ ସାହସ ଆସିଗଲା। ସେ ନିଜ ଉପରେ ଚାଦର ଘୋଡ଼େଇ ହୋଇଥିଲା, କିନ୍ତୁ ମୁଁ ଚାଦର ଉପରୁ ହିଁ ହାତ ବୁଲାଉଥିଲି। 15 ମିନିଟ୍ ପର୍ଯ୍ୟନ୍ତ ମୁଁ ଏମିତି ଚାଦର ଉପରୁ ହାତ ବୁଲାଉଥିଲି, କିନ୍ତୁ ସେ କୌଣସି ଇସାରା କଲା ନାହିଁ। ଭୀଷଣ ଅନ୍ଧାର ଥିଲା, ଆଉ ବାହାରୁ ଜୋର ବର୍ଷା ହେବାର ଶବ୍ଦ ଆସୁଥିଲା। ଏବେ ମୋ ଭିତରେ ଆହୁରି ସାହସ ଆସିଗଲା ଏବଂ ମୁଁ ଟିକେ ଆହୁରି ଆଗକୁ ଘୁଞ୍ଚିଗଲି। ଏବେ ତାର ଏବଂ ମୋ ମଧ୍ୟରେ ଦୂରତା ବହୁତ କମ୍ ହୋଇଯାଇଥିଲା, ହେଲେ ଯେମିତି ମୁଁ ମୋର ହାତ ତାର ଚାଦର ଭିତରକୁ ନେଲି, ସେ ସାଙ୍ଗେ ସାଙ୍ଗେ ମୋ ହାତ ଧରିନେଲା ଆଉ ପୁଣି ଏମିତି ଜାଗାରେ ରଖିଲା ଯେ ମୁଁ ନିଜକୁ ଅଟକାଇ ପାରିଲି ନାହିଁ। 2 ପରୀକ୍ଷା ଦେବା ପରେ ମୁଁ ଫ୍ରି ଥିଲି, ଆଉ ଏବେ କେବଳ ଆରାମ ଏବଂ ବୁଲାବୁଲି କରିବା ଛଡ଼ା ମୁଁ ଆଉ କିଛି ଭାବିବାକୁ ଚାହୁଁନଥିଲି। କିନ୍ତୁ ମୋତେ ଫ୍ରି ଦେଖି ଘର ଲୋକଙ୍କୁ ସବୁ କାମ ମୋ ଦ୍ୱାରା ହିଁ କରାଇବା କଥା ମନେ ପଡୁଥିଲା। କେବେ ପରିବା ଆଣିଦିଅ ତ କେବେ କ୍ଷୀର ସରିଯାଇଛି। ହେଲେ ମୁଁ ଯାହା ଯାହା ଭାବିଥିଲି ସେମିତି କିଛି ବି ହେଉନଥିଲା। ଏହି ଖାଲି ସମୟରେ ମୁଁ କିଛି ମଜା କରିବାକୁ ଚାହୁଁଥିଲି, ଆଉ ଏହି ସାରା ସମୟ କାଟିବା ବହୁତ ଅଧିକ ମୁସ୍କିଲ ଲାଗୁଥିଲା। ସାଙ୍ଗମାନଙ୍କ ସହିତ ବୁଲିବାର ପ୍ରୋଗ୍ରାମ ବନାଇଲି, କିନ୍ତୁ ସମସ୍ତଙ୍କର କିଛି ନା କିଛି ମଜବୁରି କାରଣରୁ ତାହା ମଧ୍ୟ ହୋଇପାରିଲା ନାହିଁ। କିନ୍ତୁ ମମି ମୋତେ କହିଲେ ନିଜ ଖୁଡୀଙ୍କ ଘରକୁ ଚାଲିଯାଅ। ମୋତେ କିଛି ଜିନିଷ ମଧ୍ୟ ପଠାଇବାର ଥିଲା, ଆଉ ଏମିତି ବି ତୁମ ଖୁଡୀ ଏତେଥର ତୁମକୁ ଆସିବା ପାଇଁ କହିସାରିଲେଣି, କିନ୍ତୁ ତୁମେ ଯାଉ ହିଁ ନାହୁଁ। ମୋ ଖୁଡୀ ଲକ୍ଷ୍ନୌରେ ରହୁଥିଲେ, ଆଉ ମୋତେ ସେଠାକୁ ଯିବା କେବେ ବି ଏତେ ପସନ୍ଦ ନଥିଲା। ସେଥିପାଇଁ ଗତ 3-4 ବର୍ଷ ହେବ ମୁଁ ତାଙ୍କ ଘରକୁ ଯାଇନଥିଲି। ଏମିତି ତ ମୁଁ ମନା କରିଦେଇଥାନ୍ତି, କିନ୍ତୁ ପୁଣି ମୁଁ ଭାବିଲି ଯେ ଘରେ ରହିବା ଅପେକ୍ଷା ଖୁଡୀଙ୍କ ଘରକୁ ଚାଲିଯିବା ଭଲ। ସେଠାରେ ଟିକେ ମୋର ସମୟ ବି କଟିଯିବ, ନହେଲେ ଘରେ ପଡ଼ି ପଡ଼ି ମୋର ସବୁ ଛୁଟି ବେକାର ହୋଇଯିବ। 2 ଦିନ ପରେ ମୁଁ ଖୁଡୀଙ୍କ ଘରକୁ ଯିବା ପାଇଁ ବାହାରି ପଡ଼ିଲି। ଖୁଡୀଙ୍କ ଘର ଲକ୍ଷ୍ନୌର ଗୋଟିଏ ଛୋଟ ଅଞ୍ଚଳରେ ଥିଲା। ଖୁଡୀ ମୋତେ ଦେଖି ବହୁତ ଖୁସି ହୋଇଗଲେ। ମୋ ଖୁଡୀଙ୍କର 2ଟି ପିଲା ଥିଲେ, ଝିଅ ବଡ଼ ଥିଲା ଏବଂ ପୁଅ ସାନ ଥିଲା। ଦୁହେଁ ସ୍କୁଲ ଯାଇଥିଲେ ଆଉ ଦାଦା ମଧ୍ୟ ଘରେ ନଥିଲେ। ଖୁଡୀ କହିଲେ ଯେ ତୁମ ଦାଦାଙ୍କର ଅନ୍ୟ ସହରକୁ ବଦଳି ହୋଇଯାଇଛି, ସେଥିପାଇଁ ସେ କେବଳ ସପ୍ତାହରେ ଗୋଟିଏ ଦିନ ଆସନ୍ତି। ଖିଆପିଆରୁ ଫ୍ରି ହୋଇ ମୁଁ ସମୟ କାଟିବା ପାଇଁ ଛାତ ଉପରକୁ ଚାଲିଗଲି। ଛାତ ଉପରେ ବହୁତ ଖୋଲା ଅଗଣା ଏବଂ ଗୋଟିଏ ପଟେ 2ଟି ରୁମ୍ ଥିଲା, ଯେଉଁଥିରୁ ଗୋଟିଏ ଷ୍ଟୋର ରୁମ୍ ବନାଯାଇଥିଲା, ଆଉ ଅନ୍ୟର ଅବସ୍ଥା ଦେଖି ଲାଗୁଥିଲା ଯେ ଏହାକୁ କେବେ କେମିତି ଶୋଇବା ପାଇଁ ବ୍ୟବହାର କରାଯାଏ। ସେହିରେ ଗୋଟିଏ ଛୋଟ ପଲଙ୍କ ପଡ଼ିଥିଲା, ଆଉ ସେହି ପଲଙ୍କର 2 ପାଖରେ ବିଛଣା ପଡ଼ିଥିଲା। ଅଗଣାର ଗୋଟିଏ ପଟେ ଗୋଟିଏ ଛୋଟ ୱାସରୁମ୍ ଥିଲା, ଯାହାର ଅବସ୍ଥା ଦେଖି ଲାଗୁଥିଲା ଯେ ତାହା ବହୁତ କମ୍ ବ୍ୟବହାରରେ ଆସେ। ମୁଁ ଛାତର ପାଚେରୀରୁ ଉଙ୍କି ମାରି ସାହିର ମୁକାବିଲା କଲି, କିନ୍ତୁ କୌଣସି ଇଣ୍ଟରେଷ୍ଟିଂ ଜିନିଷ ନଜର ଆସିଲା ନାହିଁ। ମୁଁ ତଳକୁ ଆସି ଖୁଡୀଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ ହୋଇଗଲି। କିଛି ସମୟ ପରେ ବାହାର କବାଟ ଖୋଲିଲା ଏବଂ ସ୍କୁଲ ୟୁନିଫର୍ମରେ ଗୋଟିଏ ଗୋରା ସୁନ୍ଦର ଝିଅ ଘରେ ପ୍ରବେଶ କଲା। ତାର ଆସିବା ଅନ୍ଦାଜରୁ ମୋତେ ଜଣାପଡ଼ିଗଲା ଯେ ଏହା ଖୁଡୀଙ୍କ ଝିଅ ଅଟେ। ଯଦି କେଉଁଠି ଅନ୍ୟ ଜାଗାରେ ଦେଖିଥାନ୍ତି ତ ବୋଧହୁଏ ଚିହ୍ନି ପାରିନଥାନ୍ତି, କାରଣ ସେ ବିଲକୁଲ ବଦଳି ଯାଇଥିଲା। ରଙ୍ଗ କ୍ଷୀର ଭଳି ଧଳା ଥିଲା, ବେଦାଗ ଚେହେରା, ଲମ୍ବା ଘନ ବାଳ ଯାହାକୁ ସେ ବେଣୀ ଆକାରରେ ବାନ୍ଧିଥିଲା। ଖରା କାରଣରୁ ତାର ଧଳା ରଙ୍ଗରେ ଲାଲିମା ଆସିଯାଇଥିଲା। ସେ ଆସି ମୋତେ ନମସ୍କାର କଲା, ଯାହାର ମୁଁ ଭଲ ଅନ୍ଦାଜରେ ଜବାବ ଦେଲି, କିନ୍ତୁ ସେ କୌଣସି ଖାସ୍ ରେସ୍ପନ୍ସ ଦେଖାଇଲା ନାହିଁ ଆଉ ଭିତର ରୁମ୍ ଆଡ଼କୁ ଚାଲିଗଲା। କପଡ଼ା ବଦଳାଇବା ଏବଂ ଖାଇବା ପରେ ସେ ନିଜ ପାଠପଢ଼ାରେ ବ୍ୟସ୍ତ ହୋଇଗଲା। ମୁଁ ତା ସହିତ ପାଠପଢ଼ା ବିଷୟରେ କଥା ହେବାକୁ ଲାଗିଲି। ସେ ମୋ କଥାର ରୁଖା ଜବାବ ଦେଉଥିଲା। ସେତିକି ଛଡ଼ା ସେ ଆଉ କିଛି କଥା ହେଉନଥିଲା। ମୋର ପଚାରିବା ପରେ ସେ କହିଲା ଯେ ସେ 9ମ ଶ୍ରେଣୀରେ ପଢୁଛି ଆଉ ଆଜିକାଲି ତା ସ୍କୁଲରେ ଟେଷ୍ଟ ଚାଲିଛି। ମୁଁ ଖୁଡୀ ଏବଂ ତାଙ୍କ ପୁଅ ସହିତ କଥାରେ ଲାଗିଗଲି, କିନ୍ତୁ ମୋ ମନ ବାରମ୍ବାର ତା ଆଡ଼କୁ ହିଁ ଯାଉଥିଲା। ସେ ମୋତେ ଯେତେ ଇଗ୍ନୋର କରୁଥିଲା, ମୁଁ ସେତେ ହିଁ ତା ପାଖକୁ ଯିବା ପାଇଁ ବାହାନା ଖୋଜୁଥିଲି। ମୋ ମନରେ ତା ବିଷୟରେ କୌଣସି ଖରାପ ଚିନ୍ତା ନଥିଲା, କିନ୍ତୁ ତଥାପି ମୁଁ ତା ଆଡ଼କୁ ଦେଖୁଥିଲି ଆଉ ଚାହୁଁଥିଲି ଯେ ସେ ମୋ ସହିତ କଥା ହେଉ, କିନ୍ତୁ ସେ ନିଜ ପାଠପଢ଼ାରେ ମଗ୍ନ ଥିଲା ଆଉ ଏମିତି ଦେଖାଉଥିଲା ଯେମିତି ମୁଁ ସେଠାରେ ଉପସ୍ଥିତ ହିଁ ନାହିଁ। ରାତିରେ ସମସ୍ତେ ଛାତ ଉପରେ ଶୋଉଥିଲେ। ମୋ ପାଇଁ ମଧ୍ୟ ଖୁଡୀ ଗୋଟିଏ ସାଇଡ୍ରେ ଖଟିଆ ଉପରେ ବିଛଣା ପାରିଦେଲେ। ସେ ଖୁଡୀଙ୍କ ପାଖରେ ପଡ଼ିଥିବା ଖଟିଆରେ ଶୋଇଥିଲା। ସମସ୍ତେ ଶୋଇ ସାରିଥିଲେ, କିନ୍ତୁ ମୁଁ କେବଳ ତା ବିଷୟରେ ହିଁ ଭାବୁଥିଲି। ଘରୁ ତ ମୁଁ କେବଳ 2 ଦିନ ହିଁ ଖୁଡୀଙ୍କ ଘରେ ରହିବାର ଭାବି ଆସିଥିଲି, କିନ୍ତୁ ଏବେ ମୋର ତା କାରଣରୁ ଯିବା ପାଇଁ ମନ କରୁନଥିଲା। ସମସ୍ତେ ଶୋଇ ସାରିଥିଲେ, ଆଉ ମୁଁ ଶୋଇ ଶୋଇ ଦୂରରୁ ତାକୁ ଦେଖୁଥିଲି, ଯାହାକି ରାତିର ଅନ୍ଧାରରେ ମୋତେ ଦେଖା ତ ଯାଉନଥିଲା, କିନ୍ତୁ ତଥାପି ତା ଆଡ଼କୁ ଦେଖି ମୋତେ ଶାନ୍ତି ମିଳୁଥିଲା। ନା ଜାଣେ ରାତିର କେଉଁ ପହରରେ ମୋତେ ନିଦ ଆସିଲା। ସକାଳେ ଖୁଡୀଙ୍କ ଡାକରେ ଆଖି ଖୋଲିଲା ତ ସବୁଠୁ ପ୍ରଥମେ ମୁଁ ତାକୁ ହିଁ ଦେଖିବାକୁ ଲାଗିଲି, କିନ୍ତୁ ସେତେବେଳ ପର୍ଯ୍ୟନ୍ତ ସେ ବୋଧହୁଏ ସ୍କୁଲ ଯାଇ ସାରିଥିଲା। ସାରା ଦିନ ତା ଫେରିବାର ଅପେକ୍ଷା କରୁଥିଲି, କିନ୍ତୁ ଫେରିବା ପରେ ସେ କାଲି ଭଳି ବ୍ୟବହାର ଜାରି ରଖିଲା। ତାପରେ ମୁଁ ମୋ ଖୁଡୀଙ୍କ ପୁଅ, ଯାହାର ନାମକରଣ ଥିଲା, ତା ସହିତ ବଜାର ଚାଲିଗଲି ଆଉ ତାକୁ କିଛି ଜିନିଷ କିଣିଦେଲି। ମୁଁ ସେଠାରୁ ତା ପାଇଁ ମଧ୍ୟ ଗୋଟିଏ ଚକୋଲେଟ୍ କିଣିଲି। ଘରକୁ ଆସି ମୁଁ ତାକୁ ଚକୋଲେଟ୍ ଦେଲି, କିନ୍ତୁ ସେ ଏହା କହି ମନା କରିଦେଲା ଯେ ମୋତେ ଚକୋଲେଟ୍ ପସନ୍ଦ ନୁହେଁ ଆଉ ପୁଣି ଥରେ ନିଜ ପାଠପଢ଼ାରେ ବ୍ୟସ୍ତ ହୋଇଗଲା। ସେ ମୋ ସହିତ ଯେତେ ଅଜଣା ଭଳି ବ୍ୟବହାର କରୁଥିଲା, ମୋ ଭିତରେ ସେତେ ଅଧିକ ଆକର୍ଷଣ ବଢୁଥିଲା। କାରଣ ମୋତେ ବାହାରକୁ ଯିବା ପାଇଁ କହୁଥିଲା, କିନ୍ତୁ ମୋର ତା ସାମ୍ନାରୁ ହଟିବାକୁ ମନ ହେଉନଥିଲା। ବାସ୍ ମନ କରୁଥିଲା ସବୁବେଳେ କେବଳ ତାକୁ ହିଁ ଦେଖୁଥାଏ।
ଏହି ରାତିରେ ମଧ୍ୟ ଆମେ ସମସ୍ତେ ଛାତ ଉପରେ ଶୋଇଥିଲୁ। ହଠାତ୍ ବର୍ଷା ଆରମ୍ଭ ହୋଇଗଲା ଏବଂ ଖୁଡ଼ି ମୋତେ କହିଲେ ଯେ ଭିତରକୁ ଯାଇ ଶୋଇପଡ଼। ଲାଇଟ୍ ନଥିବା କାରଣରୁ ବହୁତ ଅନ୍ଧାର ଥିଲା। ମୁଁ ଧୀରେ ଧୀରେ ଅଣ୍ଡାଳି ହୋଇର ଗୋଟିଏ ସାଇଡ୍ରେ କାନ୍ଥ ପାଖରେ ଶୋଇଗଲି। ମୋତେ ଶୋଇବା ମାତ୍ରେ ନିଦ ଆସିଗଲା। କିଛି ସମୟ ପରେ ମେଘ ଗର୍ଜନ ହେବା କାରଣରୁ ମୋ ନିଦ ଭାଙ୍ଗିଗଲା ତ ମୋତେ ଅନୁଭବ ହେଲା ଯେ ମୋ ପାଖରେ ଆଉ କେହି ଜଣେ ମଧ୍ୟ ଶୋଇଛି ଆଉ ଲାଇଟ୍ ମଧ୍ୟ ଏପର୍ଯ୍ୟନ୍ତ ଆସିନଥିଲା ଏବଂ ଭୀଷଣ ଅନ୍ଧାର ଥିଲା। ମୁଁ ଭାବିଲି କରଣ ମୋ ସାଥିରେ ଆସି ଶୋଇଯାଇଥିବ। ସେହି ସମୟରେ ବିଜୁଳି ଚମକିଲା ଯାହାଦ୍ୱାରା ଟିକେ ଆଲୋକ ହେଲା ଆଉ ମୁଁ ଦେଖିଲି ଯେ ମୋ ପାଖରେ କରଣ ନୁହେଁ ବରଂ ତା ଭଉଣୀ ଶୋଇଛି। ମୋର ତ ନିଶ୍ୱାସ ହିଁ ଅଟକିଗଲା ଆଉ ମୋତେ ଏମିତି ଲାଗୁଥିଲା ଯେମିତି ମୋ ଭିତରେ ଜୀବନ ହିଁ ନାହିଁ। ତାକୁ ନିଜର ଏତେ ପାଖରେ ଶୋଇଥିବାର ଦେଖି ମୁଁ ନିଜର ହୋସ୍ ହରାଇ ବସିଲି। ମୁଁ ତା ଆଡ଼କୁ କଡ଼ ଲେଉଟାଇ ଶୋଇଥିଲି ଯେମିତି କିଛି ହଲଚଲ କଲି ତ ଜୀବନ ଚାଲିଯିବ। ମୁଁ ବହୁତ ସମୟ ପର୍ଯ୍ୟନ୍ତ ସେହି ଅବସ୍ଥାରେ ଶୋଇ ରହିଲି। କିଛି ସମୟ ପରେ ଟିକେ ନର୍ମାଲ ଲାଗିଲା ତ ମନ ତାକୁ ଛୁଇଁବାକୁ କଲା, କିନ୍ତୁ ମୋତେ ଡର ଲାଗୁଥିଲା ଯେ ଯଦି ତା ନିଦ ଭାଙ୍ଗିଯାଏ ତ କାଳେ କିଛି ଅସୁବିଧା ନ ହୋଇଯାଉ। ମୋତେ ଅନ୍ଦାଜ ହୋଇଯାଇଥିଲା ଯେଉଁରେ ଅନ୍ଧାର କାରଣରୁ ସେ ଏଠାକୁ ଆସି ଶୋଇଯାଇଛି। ଯଦି ତାକୁ ଜଣାଥାନ୍ତା ତ ସେ କେବେ ବି ଏଠାରେ ଶୋଇନଥାନ୍ତା। ମୋର କୌଣସି ବି ପ୍ରକାରର ହରକତ କରିବା ପୂର୍ବରୁ ଏହା ବୁଝିବା ଜରୁରୀ ଥିଲା ଯେ ସେ ଭୁଲରେ ଏଠାରେ ଶୋଇଛି ନା ଜାଣିଶୁଣି। ମୁଁ ନିଦରେ କଡ଼ ଲେଉଟାଇବା ବାହାନାରେ ନିଜ ହାତ ତା ବାହୁ ଉପରେ ଏମିତି ରଖିଲି ଯେମିତି ତା ନିଦ ଭାଙ୍ଗିଯାଉ। ମୋ ହାତ ଯେମିତି ହିଁ ତାକୁ ଛୁଇଁଲା ତ ମୋ ଭିତରେ ଯେମିତି ଏକ ଅଜବ ପ୍ରକାରର କରେଣ୍ଟ ଲାଗିଲା। ତା ବାହୁ କୌଣସି ରେଶମୀ ତକିଆ ଭଳି ନରମ ଥିଲା। ମୋ ପ୍ଲାନ୍ ମୁତାବକ ମୋ ହାତ ବାଜିବାରୁ ତା ନିଦ ଭାଙ୍ଗିଗଲା ତ ସାଙ୍ଗେ ସାଙ୍ଗେ ସେ ମୋ ହାତ ପଛକୁ କଲା ଆଉ ଉଠି ବସି ପଡ଼ିଲା। ଅନ୍ଧାରରେ ହିଁ ଧ୍ୟାନର ସହ ମୋ ଆଡ଼କୁ ଦେଖିବାକୁ ଲାଗିଲା ଯେମିତି ଏହା ଅନ୍ଦାଜ ଲଗାଇବାକୁ ଚେଷ୍ଟା କରୁଛି ଯେ ତା ସହିତ କିଏ ଶୋଇଛି। ମୁଁ ଏମିତି ଦେଖାଉଥିଲି ଯେମିତି ଗଭୀର ନିଦରେ ଅଛି ଆଉ ମୋତେ ଆଖପାଖ ଦୁନିଆର କୌଣସି ଖବର ନାହିଁ। ମୋର ହାଲୁକା ହାଲୁକା ଘୁଙ୍ଗୁଡ଼ିରୁ ତାକୁ ଜଣା ପଡ଼ିଗଲା ଯେ ସେ କରଣ ବଦଳରେ ମୋ ପାଖରେ ଶୋଇଛି। ସେ ଜଲ୍ଦି ଜଲ୍ଦି ନିଜ ଚାଦର ଉଠାଇଲା ଆଉ ପଲଙ୍କର ଅନ୍ୟ ପାର୍ଶ୍ୱକୁ ଯାଇ ଶୋଇଗଲା। ମୁଁ ଦୀର୍ଘ ନିଶ୍ୱାସ ଛାଡ଼ିଲି ଆଉ ନିଜକୁ ନିଜେ କୋସିବାକୁ ଲାଗିଲି ଯେ ତାକୁ ଉଠାଇବାର କ'ଣ ଦରକାର ଥିଲା। ଏମିତିରେ କମ୍ ସେ ମୋ ପାଖରେ ତ ଶୋଇଥିଲା। ଏବେ କେଜାଣି ଏମିତି ମୌକା ପୁଣି ମିଳିବ କି ନାହିଁ। ପରଦିନ ସେ ଆଗ ଭଳି ହିଁ ବ୍ୟବହାର ରଖିଲା। ଏମିତି କିଛି ଲାଗୁନଥିଲା ଯେ ରାତିର କଥା ଉପରେ କିଛି ରିଆକ୍ଟ କରୁଛି। ଆଜି ତ ସେ ଟିକେ ଚିନ୍ତିତ ଲାଗୁଥିଲା ଆଉ ଆଗ ଅପେକ୍ଷା ମଧ୍ୟ ଅଧିକ ପାଠପଢ଼ାରେ ବ୍ୟସ୍ତ ଥିଲା। ମୁଁ ଟିକେ ସାହସ କରି ତାକୁ ଚିନ୍ତାର କାରଣ ପଚାରିଲି ତ ତା ବଦଳରେ ଖୁଡ଼ି କହିଲେ ଯେ କାଲି ୟାର ମ୍ୟାଥ୍ ଗଣିତ ପରୀକ୍ଷା ଅଛି ଆଉ ଏରେ ବହୁତ ଦୁର୍ବଳ ଅଟେ। ମୁଁ କହିଲି ଯେ ଖୁଡ଼ି ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ପ୍ରସ୍ତୁତି କରାଇଦେବି। ଏହା ଶୁଣି ତାକୁ କିଛି ଆଶ୍ୱାସନା ମିଳିଲା। ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ତା ସହିତ ବସି ମ୍ୟାଥ୍ ପ୍ରସ୍ତୁତି କରାଇଲି। ଏହି ସମୟରେ ବହୁତ ଥର ମୋ ହାତ ତା ହାତକୁ ଛୁଇଁଲା ତ ଯେମିତି କରେଣ୍ଟ ଲାଗିଗଲା ଭଳି ଲାଗୁଥିଲା। ତାପରେ ସେ ମୋ ସହିତ କିଛି ମାତ୍ରାରେ ଫ୍ରି ହୋଇଯାଇଥିଲା। ଏବେ ପରଦିନ ପରୀକ୍ଷା ଦେଇ ଆସିଲା ତ ବହୁତ ଖୁସି ଲାଗୁଥିଲା। ମୋର ପଚାରିବାରୁ ସେ କହିଲା ଯେ ପରୀକ୍ଷା ବହୁତ ଭଲ ହୋଇଛି ଆଉ ଆଜି ମୋ ପରୀକ୍ଷା ମଧ୍ୟ ଶେଷ ହୋଇଗଲା। ତାପରେ ସେ ମୋ ସହିତ ହାତ ମିଳାଇ ମୋତେ ଧନ୍ୟବାଦ ଜଣାଇଲା ଆଉ କହିଲା ଆପଣଙ୍କ ଯୋଗୁଁ ମୋ ପରୀକ୍ଷା ଭଲ ହୋଇଛି। ତାର ନାଜୁକ ହାତ ନିଜ ହାତରେ ନେଇ ମୁଁ ତ ନିଜଠାରୁ ହିଁ ଦୂରେଇ ଗଲା ଭଳି ଅନୁଭବ କଲି। ତାପରେ ତ ମୁଁ ତାର ବିଲକୁଲ ଅଲଗା ରୂପ ଦେଖିଲି। ସେ ମୋ ସହିତ ବହୁତ ହିଁ ଫ୍ରି ହୋଇଗଲା ଆଉ ପରବର୍ତ୍ତୀ 2 ଦିନ ଆମେ ଖୁବ୍ ଗପସପ କଲୁ। ଏହି ରାତିରେ ଶୋଇବା ମାତ୍ରେ ପୁଣି ବର୍ଷା ହୋଇଗଲା ଆଉ ଖୁଡ଼ି ଆଜି ବି ମୋତେ ଭିତରକୁ ଯାଇ ଶୋଇବାକୁ କହିଥିଲେ। ମୁଁ ରେର ଅନ୍ୟ ପାର୍ଶ୍ୱକୁ ଯାଇ ଶୋଇଗଲି ଯେଉଁଠି କରଣ ଶୋଇଥିଲା। କିଛି ସମୟ ପରେ ମୋ ନିଦ ଭାଙ୍ଗିଲା। ରେ ଅନ୍ଧାର ଥିଲା। ସେହି ସମୟରେ ବିଜୁଳି ଚମକିଲା ଆଉ ସେହି କିଛି ସେକେଣ୍ଡର ଆଲୋକରେ ମୋତେ ଲାଗିଲା ଯେ ମୋ ପାଖରେ କରଣ ବଦଳରେ ସେ ହିଁ ଶୋଇଛି। ମୁଁ ତ ଯେମିତି ଆଶ୍ଚର୍ଯ୍ୟ ହୋଇଗଲି। କିଛି ସମୟ ଏମିତି ହିଁ ଶୋଇ ରହିବା ପରେ ମୁଁ ଭାବିଲି ସେଦିନ ଭଳି ୟାକୁ ପୁଣି ଉଠାଇଦିଏ, ନହେଲେ ଲାଇଟ୍ ଆସିଲେ କିମ୍ବା ସକାଳେ ଉଠିଲେ ଖୁଡ଼ି ଦେଖିଲେ କ'ଣ ଭାବିବେ କେଜାଣି। ମୁଁ ନିଜ ହାତ ତା ବାହୁ ଉପରେ ଏମିତି ପକାଇଲି ଯେମିତିକି ନିଦରେ ବାଜିଯାଇଛି। ସେ ଉଠିଲା ଆଉ ବସି ଧ୍ୟାନର ସହ ମୋ ଆଡ଼କୁ ଦେଖିବାକୁ ଲାଗିଲା ଏବଂ ପୁଣି ସେଇଠାରେ ହିଁ ଶୋଇପଡ଼ିଲା। କିନ୍ତୁ ମୁଁ ଏବେ ବି ଶୋଇ ରହିଲି ଆଉ ଶୋଇବାର ଅଭିନୟ ଜାରି ରଖିଲି। ମୁଁ କାନ୍ଥ ପଟେ ଥିଲି ଆଉ ସେ ପଲଙ୍କ ଆଡ଼େ। ଆମ ମଧ୍ୟରେ ଦୂରତା ବହୁତ ହିଁ କମ୍ ଥିଲା, କିନ୍ତୁ ଏବେ ମୋତେ ବୁଝା ପଡ଼ୁନଥିଲା ଯେ କ'ଣ କରିବି। ମୁଁ ଭାବିଲି ଯେ ଉଠି ଅନ୍ୟପଟେ ଶୋଇଯିବି, କିନ୍ତୁ ପୁଣି ସେହିଠାରେ ଶୋଇ ରହିଲି। 10 ବିନା 15 ମିନିଟ୍ ପର୍ଯ୍ୟନ୍ତ ଏମିତି ହିଁ ଶୋଇ ରହିଲି। ପୁଣି ଟିକେ ସାହସ କରି ନିଜ ହାତ ଆଗକୁ ବଢ଼ାଇଲି ଆଉ ତା କମର ଉପରେ ରଖିଦେଲି। ହାତ ରଖୁ ରଖୁ ଯେମିତି ମୋତେ ନା ଜାଣେ କ'ଣ ହେବାକୁ ଲାଗିଲା। କିଛି ସମୟ ପର୍ଯ୍ୟନ୍ତ ତାର କୌଣସି ହଲଚଲର ଅପେକ୍ଷା କରୁଥିଲି, କିନ୍ତୁ ଏମିତି ଲାଗୁଥିଲା ଯେମିତି ସେ ଗଭୀର ନିଦରେ ଶୋଇଛି। ତାପରେ ମୋ ଭିତରେ ଆହୁରି ସାହସ ଆସିଗଲା। ସେ ନିଜ ଉପରେ ଚାଦର ଘୋଡ଼େଇ ହୋଇଥିଲା ଆଉ ମୁଁ ଚାଦର ଉପରୁ ହାତ ବୁଲାଉଥିଲି। 15 ମିନିଟ୍ ପର୍ଯ୍ୟନ୍ତ ମୁଁ ଏମିତି ହିଁ ଚାଦର ଉପରୁ ହାତ ବୁଲାଉଥିଲି, କିନ୍ତୁ ସେ କୌଣସି ରେସ୍ପନ୍ସ ଦେଲା ନାହିଁ। ଗୋଟିଏ ତ ଭୀଷଣ ଅନ୍ଧାର ଥିଲା ଆଉ ବାହାରୁ ଜୋର ବର୍ଷା ହେବାର ଶବ୍ଦ ଆସୁଥିଲା। ଏବେ ମୋ ଭିତରେ ଆହୁରି ସାହସ ଆସିଗଲା ଏବଂ ମୁଁ ଟିକେ ଆହୁରି ଆଗକୁ ଘୁଞ୍ଚିଗଲି। ଏବେ ତାର ଏବଂ ମୋ ମଧ୍ୟରେ ଦୂରତା ବହୁତ କମ୍ ହୋଇଯାଇଥିଲା। ହେଲେ ଯେମିତି ମୁଁ ମୋର ହାତ ତାର ଚାଦର ଭିତରକୁ ନେଲି ସେ ସାଙ୍ଗେ ସାଙ୍ଗେ ମୋ ହାତ ଧରିନେଲା। ମୋର ତ ଯେମିତି ଜୀବନ ହିଁ ଚାଲିଗଲା, କିନ୍ତୁ ମୁଁ କୌଣସି ହଲଚଲ କଲି ନାହିଁ ଆଉ ମୁଁ ଏମିତି ହିଁ ଶୋଇ ରହିଲି।
କିନ୍ତୁ ଏବେ ପର୍ଯ୍ୟନ୍ତ ସେ ମୋ ହାତ ଧରି ରଖିଥିଲା। ପୁଣି ସେ ସିଧା ହୋଇ ଶୋଇଲା ଆଉ ମୋ ହାତକୁ ନିଜ ହାତରେ ହିଁ ରଖିଲା। ତାର ଏମିତି କରିବା ଦ୍ୱାରା ମୋ ପୂରା ଶରୀରରେ ଶିହରଣ ଖେଳିଗଲା ଆଉ ମୋ ଛାତିର ସ୍ପନ୍ଦନ ବଢ଼ିବାକୁ ଲାଗିଲା। କିନ୍ତୁ ସେ ଏବେ ବି କୌଣସି ହଲଚଲ କରୁନଥିଲା। କିଛି ସମୟ ପର୍ଯ୍ୟନ୍ତ ତ ସେ ମୋ ହାତ ଏମିତି ହିଁ ନିଜ ହାତରେ ରଖି ରହିଲା। ପୁଣି ମୋ ପାଖକୁ ଆସି ଧୀରେ କାନରେ କହିବାକୁ ଲାଗିଲା, ମୁଁ ପାଖ ଷ୍ଟୋରକୁ ଯାଉଛି, କିଛି ସମୟ ପରେ ସେଠାକୁ ଆସିଯିବ। ଏତିକି କହି ସେ ପଛକୁ ହେଲା ଆଉ ଉଠି ବସି ଚାରିଆଡ଼େ ଦେଖିବାକୁ ଲାଗିଲା। ତାପରେ ସେ ଉଠି ରୁମ୍ ବାହାରକୁ ଚାଲିଗଲା। ତାର ଏହି କଥା ଶୁଣି ତ ମୁଁ ପୂରାପୂରି ନିଜର ହୋସ୍ ହରାଇ ବସିଲି ଆଉ ଭାବିବାକୁ ଲାଗିଲି ଯେ ଯେଉଁ ଝିଅ ମୋ ସହିତ କଥା ପର୍ଯ୍ୟନ୍ତ କରୁନଥିଲା ସେ ମୋତେ ଏହି ରାତିରେ ଏକାନ୍ତରେ ଭେଟିବାକୁ କହୁଛି। ଯାହାବି ହେଉ ଲାଇଟ୍ ଏପର୍ଯ୍ୟନ୍ତ ଆସିନଥିଲା ଆଉ ଖୁଡ଼ି ଘୁଙ୍ଗୁଡ଼ି ମାରି ଶୋଉଥିଲେ। ପୁଣି ମୁଁ ଉଠିଲି ଆଉ ରୁମ୍ ବାହାରକୁ ଆସିଗଲି, କିନ୍ତୁ ଅନ୍ଧାର କାରଣରୁ ମୋତେ କିଛି ଦେଖାଯାଉନଥିଲା। ମୁଁ ଧୀରେ ଧୀରେ ଚେକ୍ କରି କରି ଷ୍ଟୋର ରୁମ୍ ଆଡ଼କୁ ଯିବାକୁ ଲାଗିଲି। ଏବେ ମୁଁ ଷ୍ଟୋର ରୁମ୍ ଭିତରକୁ ଯାଇଛି କି ନାହିଁ ସେ ମୋତେ ଧରି ନିଜ ସାଥିରେ ଲଗାଇଦେଲା। ସେ କବାଟ ପାଖରେ ହିଁ ଠିଆ ହୋଇ ମୋର ବ୍ୟଗ୍ରତାର ସହ ଅପେକ୍ଷା କରୁଥିଲା। ତାପରେ ସେ ନିଜ ପ୍ରେମ ନିବେଦନ କଲା। 2 ବିନା 3 ଦିନ ଭିତରେ ଆମକୁ ପରସ୍ପର ସହିତ ପ୍ରେମ ହୋଇଯାଇଥିଲା। କିନ୍ତୁ ଯେତେବେଳେ ମୁଁ ନିଜ ଘରକୁ ଯିବାକୁ ବାହାରିଲି ତ ତା ଆଖିରେ ଲୁହ ଥିଲା। ମୁଁ ତା ପାଖକୁ ଆସି କହିଲି ଯେ ଏହା ଭାବିବନି ଯେ ମୁଁ ତୁମ ସହିତ କେବଳ ଟାଇମ୍ ପାସ୍ କରିଛି, ମୋତେ ତୁମ ସହିତ ପ୍ରେମ ହୋଇଯାଇଛି ଆଉ ଘରେ ପହଞ୍ଚି ମୁଁ ମମିଙ୍କୁ ପ୍ରସ୍ତାବ ନେଇ ତୁମ ଘରକୁ ପଠାଇବି। ଏତିକି ଶୁଣି ସେ ନିଜ ନଜର ଲାଜରେ ତଳକୁ ନୁଆଇଁ ଦେଲା। ମୁଁ ତାର ଲୁହ ପୋଛିଲି ଆଉ ଘରକୁ ବାହାରି ପଡ଼ିଲି। ଘରେ ପହଞ୍ଚି ନିଜ ମମି ପାପାଙ୍କୁ ପ୍ରସ୍ତାବ ପାଇଁ ପଠାଇଦେଲି। ମୋ ମମି ପାପାଙ୍କର ମଧ୍ୟ କୌଣସି ଆପତ୍ତି ନଥିଲା। ପୁଣି ମୋ ଖୁଡ଼ି ମଧ୍ୟ ମଞ୍ଜୁରୀ ଦେଇଦେଲେ ଆଉ ଏହିପରି ଭାବରେ ଆମର ବାହାଘର ହୋଇଗଲା। ବନ୍ଧୁଗଣ, କାହାଣୀ ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ପୁଣି ଦେଖାହେବ ଏକ ନୂଆ ଏବଂ ମଜାଦାର କାହାଣୀ ସହିତ। ଧନ୍ୟବାଦ।